ଦେଖନ୍ତୁ ସିଦ୍ଧ ମହାବୀର ଯେଉଁ ଓଭରବ୍ରିଜ୍ କାମ ତାକୁ ନେଇକି ଅନେକ ଦିନ ହେଲାଣି ଖାଲି ରାଜନୀତି ଚାଲିଛି। ସେ କହୁଛି ମୁଁ କରିଛି, ସେ କହୁଛି ମୁଁ କରିଛି। ମୁଁ କହୁଛି ବ୍ରିଜ୍ କାମ ଯଥାଶୀଘ୍ର ସାର। ସିଦ୍ଧ ମହାବୀର ବ୍ରିଜ୍ର କାମଟି ଅତି ଧିମା ଗତିରେ ଚାଲିଛି, ତା ଦେହରେ ସନ୍ଦେହ ନାହିଁ। ଏବଂ এই କଥା ବାରମ୍ବାର ଯେତେବେଳେ ଜନସାଧାରଣ ମାନେ ଅଭିଯୋଗ କରିଲେ, ଯେଉଁ ଡିପାର୍ଟମେଣ୍ଟାଲ ଷ୍ଟାଣ୍ଡିଂ କମିଟି ଅଛି ୱାର୍କସ ଡିପାର୍ଟମେଣ୍ଟର, ବିଧାନସଭା ଚାଲିଥାଏ, ବିଧାନସଭା ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଗୋଟେ ଷ୍ଟାଣ୍ଡିଂ କମିଟି ବସିଥାଏ। ଏ ଷ୍ଟାଣ୍ଡିଂ କମିଟିରେ ରହିଛି ୱାର୍କସ ଡିପାର୍ଟମେଣ୍ଟ ରହିଛି, ଯେଉଁଥିରେ ମୁଁ ମଧ୍ୟ ଗୋଟେ ମେମ୍ବର ଅଛି। 11 ଜଣିଆ କମିଟି। ସେ 11 ଜଣିଆ କମିଟିରେ ଯେଉଁ ଚେୟାରମ୍ୟାନ୍ ଅଛନ୍ତି ତାଙ୍କୁ ମୁଁ ବାରମ୍ବାର କହିଲି, ମୁଁ ଦେଖନ୍ତୁ ଭାଇ, ଯେଉଁ ୱାର୍କସ ଡିପାର୍ଟମେଣ୍ଟ ଅଛି, ଥରେ NHAI ଏବଂ NH ବାଲାଙ୍କୁ ସେ କମିଟିରେ ଡକେଇବା, ଯେହେତୁ ସେଟା କେନ୍ଦ୍ର ସରକାରଙ୍କର ଅଧୀନରେ ରହୁଛି NHAI ଟା, କିନ୍ତୁ ଆମେ ତାଙ୍କୁ ଯେଉଁ ସ୍ଥାନୀୟ ଅଧିକାରୀ ମାନେ ରହୁଛନ୍ତି ଏ ଯେଉଁ ୱାର୍କସ ଡିପାର୍ଟମେଣ୍ଟ ମିଟିଂରେ ତାଙ୍କୁ ଡକେଇବା। ମୋର କିଛି କଥା ଅଛି ପୁରୀକୁ ନେଇକି, ମୁଁ କହିବାକୁ ଚାହୁଁଛି। ଏବଂ ମୋର ଅନୁରୋଧରୁ ସେ ମଧ୍ୟ ଡକେଇଥିଲେ ଏବଂ ଗଲା ମିଟିଂରେ ସେମାନେ ଆସିଥିଲେ। ମୁଁ ତାଙ୍କୁ ପଚାରିଥିଲି ଯେ ସିଦ୍ଧ ମହାବୀର ଓଭରବ୍ରିଜ୍ କାମ କାହିଁକି ଧିମା ଗତିରେ ଚାଲିଛି। ସେମାନେ ତା ଉତ୍ତରରେ ରଖିଥିଲେ, ଯେହେତୁ ସରକାର ପରିବର୍ତ୍ତନ ହେଲା, ପରିବର୍ତ୍ତନ ପରେ ଏଜେନ୍ସିକୁ ହସ୍ତାନ୍ତର କରିବାରେ ଟିକେ ବିଳମ୍ବ ହେଲା, ସେଥିପାଇଁ କାମ ଧିମା ଗତିରେ ହେଇଛି। ଏବଂ ମୁଁ ତାଙ୍କୁ ପଚାରିଲି ଯେ ଯେଉଁ ଦୁଇ ପାର୍ଶ୍ୱର ସର୍ଭିସ ରୋଡ, ଯଦି ଓଭରବ୍ରିଜ୍ କାମଟି ମଝିରେ ଚାଲିଛି, ତା ଭିତରେ ଲୋକମାନଙ୍କର ଯେଉଁ ଯାତାୟାତ କରିବା ପାଇଁ ଦୁଇ ପାର୍ଶ୍ୱରେ ବାଁ ପଟେ ଗୋଟେ ଡାହାଣ ପଟେ ଗୋଟେ ସର୍ଭିସ ରୋଡଟି ପୁରା ପିଚୁ ହେଇକିନା ହେବା କଥା, ତାହା କାହିଁକି ହେଇନାହିଁ ଏବଂ ତାହା କେଉଁ ବିଭାଗ କରିବ ଏବଂ କେଉଁ ଏଜେନ୍ସି କରିବ, କିଏ କାମ କରିବା କଥା। NH ବାଲା କହିଲେ ଯେ ସେଟା ଆଜ୍ଞା ଆମେ କରିବୁ ଏବଂ ଯେଉଁ ଏଜେନ୍ସି କାମ କରୁଛି ବ୍ରିଜ୍ର ସେହି ସର୍ଭିସ ରୋଡ କରିବ, ତାର ସ୍କୋପ ଅଫ୍ ୱାର୍କରେ ହିଁ ଅଛି। ମୁଁ କହିଲି କେବେ ସୁଦ୍ଧା ସରିବ ଏବଂ କାହିଁକି ସରୁନାହିଁ? ନା ଆମେ ଏଇ ବର୍ଷା ଦିନ ସରୁ ମାତ୍ରେ ଆମେ ଇମିଡିଏଟଲି କାମ ଆରମ୍ଭ କରିବୁ। ମୁଁ କହିଲି କାମ ଆରମ୍ଭ କେବେ କରିବେ ମୁଁ ଜାଣିବାକୁ ଚାହୁଁନାହିଁ, କାମ କେବେ ସାରିବେ ମୋତେ ତାରିଖ ଦିଅନ୍ତୁ। ଏବଂ ମୋତେ ସେମାନେ ତାରିଖ ଦେଲେ ଯେ ସାର୍ ବର୍ଷା ସରୁ ସରୁ, ଯେଉଁଟାକି ବିଧାନସଭା ଚାଲିଥିଲା ମୌସୁମୀ ଅଧିବେଶନର ବିଧାନସଭା, କହିଲେ ବର୍ଷା ସରିଲା ମାତ୍ରେ, ମୌସୁମୀ ସରିଲା ମାତ୍ରେ ଆମେ ଇମିଡିଏଟଲି କାମ ସାରି ଦେବୁ। ମୁଁ ଯେଉଁ ପଚାରିଲି ତାରିଖ ଦିଅନ୍ତୁ, ଡିସେମ୍ବର ମାସ 25 ସୁଦ୍ଧା, ଡିସେମ୍ବର 2025 ସୁଦ୍ଧା ପୁରା ସର୍ଭିସ ରୋଡ ଦୁଇ ପାର୍ଶ୍ୱର ବ୍ଲାକ୍ ଟପିଂ କରିକି ସେମାନେ ହସ୍ତାନ୍ତର କରିବେ, ସେଇ ପ୍ରତିଶ୍ରୁତି ଦେଇଛନ୍ତି। ତାପରେ ମଧ୍ୟ ଯେଉଁ ସ୍ଥାନୀୟ ଅଧିକାରୀ ଅଛନ୍ତି NHର, ତାଙ୍କ ସାଙ୍ଗେ ମୁଁ ଆଲୋଚନା କଲି ଯେ ମୁଁ ଏଇ କଥା ହେଇଥିଲି। ସେ ମଧ୍ୟ କହିଲେ ଯେ ହଁ ଠିକ୍ ଅଛି ସାର୍, ଆମକୁ ଅଲରେଡି ନିର୍ଦ୍ଦେଶ ପଳେଇ ଆସିଲାଣି ଯେଉଁ କଥା ଆପଣ ଉଠେଇଥିଲେ କମିଟିରେ, ଏବଂ ଆମେ ଯଥାଶୀଘ୍ର ସାରିକି ଡିସେମ୍ବର ସୁଦ୍ଧା ଆପଣଙ୍କୁ ସର୍ଭିସ ରୋଡ କରିକି ଦେଉଛୁ। ଏବଂ ଆଶା କରୁଛୁ ଏଇଟା ଯେଉଁ ଅସୁବିଧାଟି ଆପଣ ସମ୍ମୁଖୀନ ହେଉଛନ୍ତି, ଜନସାଧାରଣ ସମ୍ମୁଖୀନ ହେଉଛନ୍ତି, ତାର ଶେଷ ଘଟିବ। କିନ୍ତୁ ମୁଁ ତାପରେ କହିଥିଲି ସର୍ଭିସ ରୋଡ ସରିଲା ପରେ କେମିତି ମଧ୍ୟ NHର ଯେଉଁ ଓଭରବ୍ରିଜଟି କେମିତି ଯଥାଶୀଘ୍ର ଆଗକୁ ବଢିବ କାମ, କାରଣ ସେଟା ଗୋଟେ ଏକ୍ଜିଷ୍ଟିଂ ରୋଡ ରହୁଛି, ଦୁଇ ପାର୍ଶ୍ୱରେ ପ୍ରାଇଭେଟ ଜାଗା ରହୁଛି, ଆଉ ସେଠି ଏକ୍ସପାନସନ କରିବାର ସ୍କୋପ ନାହିଁ। ତେଣୁ ବ୍ରିଜଟି ମଝିରେ ଚାଲିଛି, ମଝିରେ ନିଶ୍ଚୟ ଲୋକମାନେ ହଇରାଣ ହେବା ସ୍ୱାଭାବିକ, କିନ୍ତୁ ତାକୁ କେମିତି ସେଇ ଯେଉଁ ହଇରାଣ ହେବାଟା ଯେଉଁ କେମିତି କମେଇ ପାରିବା, ସର୍ଭିସ ରୋଡ ଦୁଇ ପାର୍ଶ୍ୱ ପିଚୁ ହେଇଗଲେ ଆଟଲିଷ୍ଟ ଯାତାୟାତ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏବଂ ବ୍ରିଜ କାମଟିକୁ ମଧ୍ୟ କେମିତି ଜୋରରେ ଏକ୍ସପୋର୍ଟେଡ କରାଯିବ, ସେ ଦିଗରେ ମଧ୍ୟ ମୋର ପ୍ରୟାସ ଜାରି ଅଛି। ସେ ନ୍ୟାସନାଲ ହାଇୱେ କାମ ହେଲେ ପଛେ, କେନ୍ଦ୍ର ସରକାରଙ୍କ କାମ ହେଲେ ପଛେ, ମୁଁ ଏଇ ଯେଉଁ ଡିପାର୍ଟମେଣ୍ଟାଲ ଷ୍ଟାଣ୍ଡିଂ କମିଟିରେ ତାଙ୍କୁ ବାରମ୍ବାର ଡକେଇ ତାଙ୍କର ଯାହା ଦାୟିତ୍ୱ ଅଛି, ସେ ଦାୟିତ୍ୱକୁ ବାରମ୍ବାର ତାଙ୍କୁ ମନେ ପକେଇ ଏ କାମକୁ କେମିତି ଏକ୍ସପୋର୍ଟ ହବ, କେମିତି ଯଥାଶୀଘ୍ର ସରିବ, ସେ ଦିଗରେ ମୋ ପ୍ରୟାସ ଜାରି ଅଛି ଏବଂ ରହିବ ସେ କାମ ସରିଲା ଯାଏ।